ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା ପୁସ୍ତକର 61ଟି ପର୍ବ ମଧ୍ୟକୁ ଯିବା। ଏହି ଗୀତରେ ଆମେ ଈଶ୍ୱର ବିଶ୍ୱାସୀମାନଙ୍କର ପ୍ରାର୍ଥନା ଓ ବିଶ୍ୱାସର ନିର୍ଭରତାକୁ ଲକ୍ଷ୍ୟ କରିବାକୁ ପାରିବା। ଏହି ଗୀତ 61ରୁ 68 ପର୍ବ ମଧ୍ୟରେ ଆମେ ଆଉ ଏକ ନୂତନ ବିଭାଗ ମଧ୍ୟକୁ ଆସୁଅଛୁ। ତାହା ହେଉଛି ଈଶ୍ୱର ବିଶ୍ୱାସୀମାନଙ୍କର ପ୍ରାର୍ଥନା ଓ ବିଶ୍ୱାସର ନିର୍ଭରତା। ଏହି 8ଟି ଯାକ ପର୍ବରେ ଯେତେବେଳେ ସେମାନେ ପ୍ରଭୁଙ୍କଠାରେ ପ୍ରାର୍ଥନାର ସହିତ ନିବେଦନ କରିବାର ବିଷୟକୁ ଆମେ ଶୁଣିବା, ସେତେବେଳେ ଆମେ ସେମାନଙ୍କ ଜୀବନରେ ପ୍ରଭୁଙ୍କ ପ୍ରତି ସିଧାସଳଖ ଏକ ବିଶ୍ୱାସର ନିର୍ଭରଶୀଳତାର ଜୀବନକୁ ଲକ୍ଷ୍ୟ କରିବାକୁ ପାରିବା। ଏପରିକି ଏହି ଗୀତଗୁଡ଼ିକରେ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଦେଖିବାକୁ ପାରିବେ ଓ ଆପଣଙ୍କ ଜୀବନ ନିମନ୍ତେ ମଧ୍ୟ ଅନେକ ଶିକ୍ଷା ପ୍ରାପ୍ତ ହେବେ। ଏହା ହେଉଛି ଦାଉଦଙ୍କର ଗୀତ। ଏହା ହେଉଛି ଏକ ଗୀତ ଯେଉଁ ଗୀତରେ ତାରଯୁକ୍ତ ଯନ୍ତ୍ର ବ୍ୟବହୃତ ହୋଇଅଛି, ଯାହାକି ଦାଉଦ ନିଜେ ବ୍ୟବହାର କରିଅଛନ୍ତି, କାରଣ ଏହା ଏକ ଅବସାଦ ଭରା ସ୍ୱରରେ ରଚିତ। ଏହା ହେଉଛି ଦାଉଦଙ୍କ ହୃଦୟରେ ଏକ ଆକୁଳ ପ୍ରାର୍ଥନା। ଏହା ହିଁ ଏହି ପ୍ରାର୍ଥନାକୁ ବର୍ତ୍ତମାନର ପ୍ରାର୍ଥନାଠାରୁ ପୃଥକ କରେ, କାରଣ ବର୍ତ୍ତମାନର ପ୍ରାର୍ଥନାରେ ଆମେ ଏକ ଧାରାବାହିକତା ବା ଏକ ପ୍ରକାର ଶୈଳୀ ଲକ୍ଷ୍ୟ କରିବାକୁ ପାରୁ, ଯାହାକି ହୃଦୟ ମଧ୍ୟରୁ ଆସିନଥାଏ, ମାତ୍ର କେବଳ ମୁଖରୁ ଉଚ୍ଚାରିତ ହୋଇଥାଏ। ଆଜି ଆମେ ସମସ୍ତେ ଯେତେବେଳେ ପ୍ରାର୍ଥନା କରୁ, ଆମେ ଈଶ୍ୱରଙ୍କ ନିକଟରେ ଏକ ବଜାର ସଉଦା ତାଲିକା ରଖିବା ପରି ତାଲିକା ରଖି ପ୍ରାର୍ଥନା କରୁ, ଯେପରିକି ଆମକୁ କୌଣସି ପ୍ରକାର ଅଭାବ ବା ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ। ଆଉ ମୁଁ ଭାବେ ସେହି ପ୍ରକାର ମନୋଭାବ ନେଇ ପ୍ରାର୍ଥନା ଆଜି ଆମ ପ୍ରାର୍ଥନାକୁ ନିରୁତ୍ତର କରିଦେଉଛି। ଆଜି ଆମମାନେ ଆନୁଷ୍ଠାନିକ ଭାବେ, ମାଣ୍ଡଳିକ ଭାବେ, ପାରିବାରିକ ଭାବେ ଓ ଦଳଗତ ଭାବେ ପ୍ରାର୍ଥନା କରୁଅଛୁ, କିନ୍ତୁ ଆମମାନଙ୍କର ପ୍ରାର୍ଥନା ହୃଦୟ ମଧ୍ୟରୁ ଆସିବା ଉଚିତ। ଆଜି ଆମମାନେ ଏହି ପ୍ରକାର ଆନ୍ତରିକତାର ସହିତ ପ୍ରାର୍ଥନା ପ୍ରାୟ କ୍ୱଚିତ ଲକ୍ଷ୍ୟ କରିବାକୁ ପାରୁ, କିନ୍ତୁ ଆମେ ଦାଉଦଙ୍କ ଜୀବନରେ ତାହା ମୁଖ୍ୟ ସ୍ଥାନ ନେଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଏହା ଦାଉଦଙ୍କ ହୃଦୟର ପ୍ରାର୍ଥନା। ତେବେ 61ଟି ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋର କାକୁକ୍ତି ଶୁଣ, ମୋ ପ୍ରାର୍ଥନାରେ ମନୋଯୋଗ କର। ମୋ ମନ ଉଦ୍ବିଗ୍ନ ହେବାବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମକୁ ଡାକିବି। ମୋଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ। ଦେଖନ୍ତୁ, ଲେଖା ଅଛି, ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି। ଆପଣ ଯେତେବେଳେ ପ୍ରାର୍ଥନା କରନ୍ତି, ସେତେବେଳେ ଆପଣ କେବେ ଚିନ୍ତା କରିଛନ୍ତି ଯେ ଈଶ୍ୱର ସ୍ୱର୍ଗରେ ଅଛନ୍ତି ଓ ଆପଣ ହିଁ ଧରାପୃଷ୍ଠରେ ଅଛନ୍ତି ବୋଲି? କିନ୍ତୁ ଦାଉଦ ଅନୁଭବ କରନ୍ତି ଯେ ସେ ଏହି ପୃଥିବୀରେ ଅଛନ୍ତି ଓ ଈଶ୍ୱର ସେହି ସ୍ୱର୍ଗରେ ଅଛନ୍ତି। ତେଣୁକରି ସେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଅଛନ୍ତି। ସେ ଏକ ଶୈଳ ଉପରକୁ ଯିବାକୁ ଚାହାନ୍ତି, ଯାହାକି ତାହାଙ୍କଠାରୁ ଉଚ୍ଚତର। ଯୀଶୁଙ୍କ ବିଷୟ ନେଇ ଆଜି ଲୋକମାନଙ୍କର ଯେଉଁ ସଂକୀର୍ଣ୍ଣ ଚିନ୍ତାଧାରା ରହିଅଛି, ଏହାର କାରଣ ହେଉଛି ଯେ ତାହାଙ୍କୁ ଜଗତର ତ୍ରାଣକର୍ତ୍ତା ବା ପ୍ରଭୁ ବୋଲି ଉପସ୍ଥାପିତ କରାଯାଏ ନାହିଁ, କିମ୍ବା ତାହାଙ୍କୁ ସେହିପରି ଭାବେ ଗ୍ରହଣ କରାଯାଏ ନାହିଁ। ତାହାଙ୍କୁ ଜଣେ ସାଧାରଣ ମନୁଷ୍ୟ ଭାବେ ଚିନ୍ତା କରାଯାଏ। ସେ ହେଉଛନ୍ତି ଶୈଳ, ଯେ କି ମନୁଷ୍ୟ ଅପେକ୍ଷା ଶ୍ରେଷ୍ଠ ନୁହନ୍ତି। କିନ୍ତୁ ମୁଁ ସେହି ଶୈଳ ନିକଟକୁ ଯିବାକୁ ଚାହେଁ, ଯେ କି ମୋ ଅପେକ୍ଷା ଉଚ୍ଚତର। ଈଶ୍ୱରଙ୍କ ବାକ୍ୟ ମୋତେ କୁହେ ଯେ ସେହି ଶୈଳ ହେଉଛନ୍ତି ଖ୍ରୀଷ୍ଟ। ପ୍ରଥମ କରିନ୍ଥୀୟ 10 ପର୍ବର 4 ପଦରେ ଲେଖା ଅଛି, ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳୀରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ। ତେଣୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ମୋଠାରୁ ଯଥେଷ୍ଟ ମହାନ ଓ ଉଚ୍ଚତର, ଆଉ ସେ ଉଚ୍ଚରେ ଅଛନ୍ତି। ଏଠାରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କି ଚମତ୍କାର ଛବିକୁ ଲକ୍ଷ୍ୟ କରୁଅଛୁ। ଦାଉଦଙ୍କର ଚିନ୍ତାଧାରା ଏହିପରି ଥିଲା। ସେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ଚାହୁଁଥିଲେ, ଆଉ ସେହି ଶୈଳ ହେଉଛନ୍ତି ଖ୍ରୀଷ୍ଟ, ଯାହାକି ପ୍ରଥମ କରିନ୍ଥୀୟ 10 ପର୍ବର 4 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହାପରେ 61ଟି ପର୍ବର 3 ପଦରେ ଲେଖା ଅଛି, କାରଣ ତୁମ୍ଭେ ମୋ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ। ସେ ଆମମାନଙ୍କର ଆଶ୍ରୟସ୍ଥଳ, ସେ ଆମମାନଙ୍କର ନିରାପଦର ସ୍ଥାନ, ସେ ଆମମାନଙ୍କର ରକ୍ଷାକର୍ତ୍ତା। ଶତ୍ରୁ ହସ୍ତରୁ ରକ୍ଷା କରିବା ନିମନ୍ତେ ସେ ଆମମାନଙ୍କର ଦୃଢ଼ ଦୁର୍ଗ। ଏହାପରେ 4 ପଦରେ ଲେଖା ଅଛି, ମୁଁ ସଦାକାଳ ତୁମ ତମ୍ବୁରେ ବାସ କରିବି, ମୁଁ ତୁମ ପକ୍ଷର ଉହାଡ଼ରେ ଆଶ୍ରୟ ନେବି।
ପୁନର୍ବାର ଏଠାରେ ଈଶ୍ୱରଙ୍କୁ ଲକ୍ଷ୍ୟ କରି ପକ୍ଷ ଶବ୍ଦଟି ବ୍ୟବହାର କରାଯାଇଅଛି। ପ୍ରଭୁ ଯୀଶୁ ମଧ୍ୟ ଏହି ଦୃଷ୍ଟାନ୍ତଟିକୁ ବ୍ୟବହାର କରିଥିଲେ ଯେତେବେଳେ ସେ କହିଲେ, କୁକୁଟି ଯେପରି ଆପଣ ଶାବକମାନଙ୍କୁ ଆପଣାର ଡେଣା ତଳେ ଆବରି ରଖେ, ସେହିପରି ସେ ଜେରୁସାଲେମକୁ ତାହାଙ୍କଠାରେ ଏକତ୍ର କରିବେ। ସେ ସେମାନଙ୍କୁ ତାହାଙ୍କର ପକ୍ଷ ତଳେ ଆବରି ରଖିବେ। ଏହାପରେ 61 ପର୍ବର 5 ପଦରେ ଏହିପରି ଲେଖା ଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତ ସବୁ ଶୁଣିଅଛ, ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ। ଏଠାରେ ଦାଉଦ କେତେକ ମାନତ କରିଥିଲେ, କିନ୍ତୁ ଆମେ ଈଶ୍ୱରଙ୍କୁ କେବଳ ମାଗୁ, ମାତ୍ର ଆମେ କେବେ ତାହାଙ୍କୁ କିଛି ଦେବା ନିମନ୍ତେ ମାନତ କରିଛୁ କି? ଦେଖନ୍ତୁ, ଦାଉଦ ମାନତ କରିଥିଲେ, ସେ ଈଶ୍ୱରଙ୍କୁ କିଛି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଆପଣ କେବେ କିଛି ତାହାଙ୍କ ନିକଟରେ ପ୍ରତିଜ୍ଞା କରିଛନ୍ତି କି? ଆପଣ ତାହାଙ୍କୁ ଅନେକ କିଛି ବିଷୟ ମାଗନ୍ତି, କିନ୍ତୁ ଆପଣ ତାହାଙ୍କୁ କିଛି ଦେବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି କି? କିନ୍ତୁ ଦାଉଦ କଲେ ଓ ଈଶ୍ୱର ତାହାଙ୍କର ମାନତ ବିଷୟ ଶୁଣିଲେ। ଏହାପରେ 61 ପର୍ବର 6 ଓ 7 ପଦରେ ଲେଖା ଅଛି, ତୁମେ ରାଜାଙ୍କ ଆୟୁ ବୃଦ୍ଧି କରିବ, ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ। ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ। ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର। ଏଠାରେ ଦାଉଦ ପୁନର୍ବାର ଈଶ୍ୱରଙ୍କର ଦୟା ଭିକ୍ଷା କରନ୍ତି, ଯେପରି ସେ ଈଶ୍ୱରଙ୍କ ନିକଟରେ ସନ୍ତୋଷ ପାତ୍ର ହୋଇପାରିବେ ଓ ଈଶ୍ୱରଙ୍କ ସହଭାଗିତା ଲାଭ କରିପାରିବେ ଓ ସଦାସର୍ବଦା ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ କାଳକ୍ଷେପଣ କରିପାରିବେ। ମୁଁ ବିଶ୍ୱାସ କରେ ଯେ ଆମେ ଯେତେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ, ଆମେ ସେତିକି ଅନୁଭବ କରିବାକୁ ପାରୁ ଯେ ଆମେ ତାହାଙ୍କୁ ଏହି ଧରାପୃଷ୍ଠକୁ ଆମର ସ୍ତରକୁ ଆଣିପାରିବା ନାହିଁ, କିନ୍ତୁ ଆମେ ତାହାଙ୍କୁ ଶ୍ରେଷ୍ଠ ଓ ଉଚ୍ଚୀକୃତ ହେବାର ଲକ୍ଷ୍ୟ କରିବାକୁ ପାରିବା। ତାହେଲେ ଆମ୍ଭେମାନେ ସେହି ସ୍ଥିତିରେ ଆସି ପହଞ୍ଚିପାରିବା ଯେଉଁଠାରେ ଯିଶାୟା ଭବିଷ୍ୟତ ବକ୍ତା ପ୍ରଭୁ ଯୀଶୁଙ୍କୁ ତାହାଙ୍କର ସିଂହାସନ ଉପରେ ଉପବେଶନ କରିବାର ଦର୍ଶନ ଦେଖିବାକୁ ପାରିଲେ। ଆମମାନେ ଯେତେବେଳେ ସେହିପରି ସ୍ଥିତି ମଧ୍ୟକୁ ଆସିବା, ସେତେବେଳେ ଆମମାନେ ଆମମାନଙ୍କର ଅସୁଚିତାର ବିଷୟକୁ ଜାଣିବାକୁ ପାରିବା ଓ ତାହାଙ୍କର ଦୟାର ଆବଶ୍ୟକତାକୁ ଆମେ ଅନୁଭବ କରିବାକୁ ପାରିବା। ଏହାପରେ 61 ପର୍ବର 8 ପଦରେ ଲେଖା ଅଛି, ତହ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି। ପ୍ରିୟ ବନ୍ଧୁ, ଆପଣ ମାନତ କରନ୍ତୁ ଓ ଏହାପରେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ, ତାହାଙ୍କର ପ୍ରଶଂସା କରନ୍ତୁ ଓ ସେ ଆପଣଙ୍କୁ ଆପଣଙ୍କର ମାନତ ପୂର୍ଣ୍ଣ କରିବାରେ ସାହାଯ୍ୟ କରିବେ। ଆସନ୍ତୁ ବର୍ତ୍ତମାନ ଆମେ ଗୀତ ସଂହିତାର 62 ପର୍ବ ମଧ୍ୟକୁ ଯିବା। ଏହି ଗୀତ 62 ପର୍ବକୁ କେବଳ ଗୀତ ବୋଲି କୁହାଯାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆଉ ଅନ୍ୟ ଗୀତଗୁଡ଼ିକ ନଥିବାରୁ ଏହାକୁ କେବଳ ଗୀତ ବୋଲି କୁହାଯାଏ, କାରଣ ଏହାକୁ ଛାଡ଼ି ଆହୁରି 149ଟି ଗୀତ ଗୀତ ସଂହିତାରେ ସ୍ଥାନ ପାଇଅଛି। ତେବେ ଏହାକୁ ଏପରି କହିବାର ଅର୍ଥ, ଏହି ଗୀତରେ ଏହି କେବଳ ଶବ୍ଦଟି ଅତି ଗୁରୁତ୍ୱପୂର୍ଣ୍ଣ। ସେ କହନ୍ତି, ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ, କେବଳ ସେ ମୋହର ଶୈଳ ଓ ପରିତ୍ରାଣ। ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି। ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର, କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ। ଏହି ଗୀତର ପ୍ରଥମରେ ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନ୍ର ରୀତି ଅନୁସାରେ ଦାଉଦଙ୍କର ଗୀତ। ଗୀତ 39 ପର୍ବଟି ମଧ୍ୟ ଜିଦୁଥୁନ୍ଙ୍କ ନିକଟକୁ ଲେଖାଯାଇଅଛି। ସେ ମୁଖ୍ୟ ସଙ୍ଗୀତଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ। ଗୀତ ସଂହିତାରେ ତାଙ୍କର ନାମ ଅନେକ ଥର ଉଲ୍ଲେଖ ହୋଇଅଛି। ପ୍ରକୃତରେ ଯେତେବେଳେ ଏହି ଗୀତଟି ବ୍ୟବହାର କରାଯାଇଥିଲା, ସେହି ସମୟରେ ସେ ସେହି ସଙ୍ଗୀତ ଦଳ ଓ ବାଦ୍ୟଯନ୍ତ୍ର ପ୍ରଭୃତିକୁ ପରିଚାଳିତ କରୁଥିଲେ। ତେବେ ଲକ୍ଷ୍ୟ କରନ୍ତୁ, ଏହି 62ଟି ପର୍ବଟି ଏକ ସାଧାରଣ ଗୀତ। ଏହା ଏକ ସରଳ ବିଶ୍ୱାସର ଗୀତ। ଏହା ଈଶ୍ୱରଙ୍କଠାରେ ଏକ ସରଳ ବିଶ୍ୱାସ ତଥା ନିର୍ଭରତାର ଜୀବନକୁ ପ୍ରକାଶ କରେ, ଯାହାକି ଜଣେ ସନ୍ତାନର ତାହାର ପିତାମାତାଙ୍କ ଉପରେ ରହିଥିବା ବିଶ୍ୱାସ ସହିତ ସମାନ। ପିରୋନି ଏହି ଗୀତ ବିଷୟ ନେଇ ଏକ ଚମତ୍କାର ଉକ୍ତି ପ୍ରଦାନ କରନ୍ତି। ଅନ୍ତତଃପକ୍ଷେ ଅନ୍ୟ କୌଣସି ସ୍ଥାନରେ ଈଶ୍ୱରଙ୍କଠାରେ ବିଶ୍ୱାସ ନେଇ ଏହାଠାରୁ ବଳି ଅଧିକ କିଛି ସୁନ୍ଦର ଭାବେ ଦୃଢ଼ତାର ସହିତ ପ୍ରକାଶ କରାଯାଇଅଛି କି?
ଏହାଠାରୁ ଭଳି ଅଧିକ ପରାକ୍ରମର ସହିତ ବିଜୟର ବିଷୟ ପ୍ରକାଶ କରାଯାଇଅଛି କି? ମନୁଷ୍ୟର ଅସାରତା ବିଷୟରେ, ମନୁଷ୍ୟର ଶକ୍ତି ଓ ଧନ ବିଷୟରେ, ଅଧିକ ସ୍ପଷ୍ଟ ଭାବେ ସ୍ୱୀକାରୋକ୍ତି ବିଷୟରେ, ସଙ୍କଟ ମଧ୍ୟରେ ସାହସିକତା ଯାହାକି ଅଧିକ ସୁଦୃଢ଼ ଓ ସ୍ଥିର ରହିବା ନେଇ ଏହାଠାରୁ ଭଳି ଅଧିକ କିଛି ପ୍ରକାଶ କରାଯାଇଅଛି କି? ଯାହାକି ଏହାର ଚିନ୍ତାଧାରାରେ ଓ ଭାଷାରେ ଯେତିକି ଦୃଢ଼ତାର ସହିତ ଉପସ୍ଥାପିତ ହୋଇଅଛି, ସେତିକି ଏହାର ସ୍ଫୂର୍ତ୍ତି ଓ ଆନନ୍ଦ ଉଲ୍ଲାସର ଶ୍ୱାସ ପ୍ରଶ୍ୱାସ ନିମନ୍ତେ ଅତି ଚମତ୍କାର। ତେବେ ଦେଖନ୍ତୁ, ଯଦିଓ ଏହି ଗୀତଟି ଏହାର ଐତିହାସିକ ପୃଷ୍ଠଭୂମି ପ୍ରକାଶ କରେ ନାହିଁ, ମାତ୍ର ସେହି ସମୟର ପାରମ୍ପରିକ ପ୍ରଥା ପ୍ରକାଶ କରେ ଯେ ଏହି ଗୀତଟି ଦାଉଦଙ୍କ ଜୀବନର ସବୁଠାରୁ ଦୁଃଖପୂର୍ଣ୍ଣ ତଥା ନୈରାଶ୍ୟଜନକ ପରିସ୍ଥିତି ମଧ୍ୟରେ ରଚିତ ହୋଇଥିଲା। କାରଣ ତାହାଙ୍କ ପୁତ୍ର ଅବଶାଲୋମ ରାଜା ହେବା ନିମନ୍ତେ ଦାଉଦଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା। ଦ୍ୱିତୀୟ ସାମୁଏଲ 15 ପର୍ବର 30 ପଦ ଏହି ଗୀତର ଐତିହାସିକ ପୃଷ୍ଠଭୂମି ପ୍ରଦାନ କରେ। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ଅନନ୍ତର ଦାଉଦ ଜୈତୁନ୍ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବାବେଳେ ରୋଦନ କରି କରି ଉପରକୁ ଗଲେ। ସେ ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ। ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବାବେଳେ ରୋଦନ କରୁ କରୁ ଉପରକୁ ଗଲେ। ଦାଉଦଙ୍କ ଜୀବନରେ ତାହା ଥିଲା ସବୁଠାରୁ ଦୁଃଖଦ ସମୟ। ଏହା ଥିଲା ତାଙ୍କର ଅଭାବନୀୟ ସମୟ ଓ ବିପଦପୂର୍ଣ୍ଣ ସମୟ। ରାଜା ଦାଉଦଙ୍କ ଜୀବନରେ ଏହିପରି ଏକ ଭୟଙ୍କର ସମୟ ଆସିଥିଲା। ଦାଉଦଙ୍କ ପୁତ୍ର ଅବଶାଲୋମ ଜେରୁସାଲେମ ଆଡ଼କୁ ଆଗେଇ ଆସୁଛି। ତାହାର ସେହି ପ୍ରବେଶ ଏକ ସିଦ୍ଧାନ୍ତ ନେବାର ସମୟକୁ ବାଧ୍ୟ କରୁଅଛି। କେତେକ ଦାଉଦଙ୍କୁ ମନୋନୀତ କରୁଅଛନ୍ତି ଓ ସେମାନଙ୍କ ମଧ୍ୟରୁ ଆଉ କେତେକ ଅବଶାଲୋମଙ୍କୁ ମନୋନୀତ କରୁଅଛନ୍ତି। ଏହା ଥିଲା ଏକ ସମୟ ଯେଉଁ ସମୟରେ ଦାଉଦ ଚିହ୍ନିବାକୁ ପାରିଲେ ଯେ କେଉଁମାନେ ତାହାଙ୍କର ସପକ୍ଷ ଓ କେଉଁମାନେ ତାହାଙ୍କର ବିପକ୍ଷ, କେଉଁମାନେ ତାହାଙ୍କ ପ୍ରତି ବିଶ୍ୱସ୍ତ ଓ କେଉଁମାନେ ତାହାଙ୍କ ପ୍ରତି ଅବିଶ୍ୱସ୍ତ, କେଉଁମାନେ ଶତ୍ରୁ ହସ୍ତରେ ସମର୍ପଣକାରୀ ଓ କେଉଁମାନେ ତାହାଙ୍କର ଅନୁଗମନକାରୀ, ତାହା ସେ ଭଲ ଭାବେ ଚିହ୍ନିଗଲେ। ଏହା ଏ ପ୍ରକାର ସମୟ ଥିଲା ଯେଉଁ ସମୟରେ କି ତାହାଙ୍କର ନିଜ ଲୋକମାନେ ଓ ବନ୍ଧୁମାନେ ତାହାଙ୍କ ସହିତ ପ୍ରତାରଣା କଲେ ଓ ତାହାଙ୍କୁ ଛାଡ଼ି ଚାଲିଗଲେ। ଏପରିକି ଦାଉଦ ଯାହା ଉପରେ ଭରସା ରଖିଥିଲେ, ସେହି ଅହିଥୋପଲ ମଧ୍ୟ ତାହାଙ୍କ ସହିତ ପ୍ରତାରଣା କରି ଅବଶାଲୋମର ସପକ୍ଷ ହେଲା। ଏହାପରେ ମଫିବୋଶତର ଦାସ ଶିବ ଆସି ଦାଉଦଙ୍କୁ କହିଲା, ତାହାର ପ୍ରଭୁ ଯେ କି ଯୋନାଥନର ପୁତ୍ର, ଯାହା ସହିତ ଦାଉଦ ବନ୍ଧୁତା କରିଥିଲେ, ସେହି ମଫିବୋଶତ ମଧ୍ୟ ତାହାଙ୍କ ସହିତ ପ୍ରତାରଣା କରିଅଛି। ମାତ୍ର ଏହା ବାସ୍ତବରେ ସତ୍ୟ ନଥିଲା। କିନ୍ତୁ ଶିବ ଦାଉଦଙ୍କର ପ୍ରିୟପାତ୍ର ହେବାକୁ ଚକ୍ରାନ୍ତ କରି ଏହିପରି କହିଥିଲା। ଏହି ସମସ୍ତ ବିଷୟ ହେତୁ ଦାଉଦ ଅତି ଦୁଃଖରେ ମର୍ମାହତ ହୋଇପଡ଼ିଥିଲେ। ଦାଉଦ ଯେତେବେଳେ ବିଳାପ କରୁ କରୁ ଖାଲି ପାଦରେ ନଗରରୁ ବାହାରି ପଳାଇ ଯାଉଥିଲେ, ସେତେବେଳେ ସିମିଇ ଜଣେ ବିନ୍ୟାମିନୀୟ ଗୋଷ୍ଠୀର ଲୋକ, ଯେ କି ପୂର୍ବତନ ରାଜା ସାଉଲଙ୍କ ପ୍ରତି ତଥାପି ଅତି ବିଶ୍ୱସ୍ତ ଥିଲା, ସେ ତାହାଙ୍କ ରାସ୍ତାରେ ଠିଆ ହେଲା। ଦାଉଦଙ୍କ ପ୍ରତି ତାର ହୃଦୟରେ ତିକ୍ତତା ଥିବା ହେତୁ ସେ ତାହାଙ୍କ ପ୍ରତି ପଥର ଫୋପାଡ଼ି ତାହାଙ୍କ ପଛେ ପଛେ ତାହାଙ୍କୁ ସାପ ଦେଇ ଚାଲିଲା। ତେବେ ଅବଶାଲୋମ ଜେରୁସାଲେମ ମଧ୍ୟକୁ ବିଜୟର ସହିତ ଯାତ୍ରା କରୁଅଛି ଓ ଯେଉଁମାନେ ଦିନେ ଦାଉଦଙ୍କ ପଛରେ ଯାଇ ତାହାଙ୍କର ପ୍ରଶଂସା କରୁଥିଲେ, ସେହି ଦଳ ବର୍ତ୍ତମାନ ଅବଶାଲୋମର ସପକ୍ଷ ହୋଇ ତାହାର ଜୟ ଜୟକାର କରୁଅଛନ୍ତି। ଦେଖନ୍ତୁ, ଶହ ଶହ ବର୍ଷ ପରେ ଏହି ଲୋକମାନଙ୍କର ସନ୍ତାନମାନେ, ଯେଉଁମାନେ କି ଯୀଶୁଖ୍ରୀଷ୍ଟଙ୍କ ପଛରେ ହୋସାନା ହୋସାନା କହି ଚିତ୍କାର କରୁଥିଲେ ଓ ତହିଁର କିଛି ସମୟ ପରେ ତାହାଙ୍କୁ କ୍ରୁଶରେ ଚଢ଼ାଅ ବୋଲି ଚିତ୍କାର କଲେ, ଦାଉଦ ସେହି ଜନତାଙ୍କ ସ୍ୱରର ଧ୍ୱନିକୁ ଜାଣିଥିଲେ। ଆଉ ସେହି ଦୁଃଖଦ ସମୟରେ ଦାଉଦଙ୍କ ମୁଖରୁ ଏହି ଗୀତ 62ଟି ଉଚ୍ଚାରିତ ହୋଇଥିଲା। ତେବେ ଏହି ପ୍ରକାର ଏକ ପରିସ୍ଥିତି ମଧ୍ୟରେ ଦାଉଦ ଏହି ଗୀତଟିକୁ ରଚନା କରିଥିଲେ। ମାତ୍ର ତହିଁର ପରିବର୍ତ୍ତେ ପରିତାଣ ଓ ପ୍ରଶଂସାର ଗୀତ ପ୍ରକାଶିତ ହେବାର ଆମେ ଲକ୍ଷ୍ୟ କରୁଅଛୁ ଓ ଏକ ସରଳ ବିଶ୍ୱାସକୁ ଲକ୍ଷ୍ୟ କରୁଅଛୁ। ତେବେ 62ଟି ପର୍ବର ପ୍ରଥମ ପଦରୁ 4 ପଦରେ ଆମେ ବିଶ୍ୱାସର ପରୀକ୍ଷା ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନର ରୀତି ଅନୁସାରେ ଦାଉଦଙ୍କର ଗୀତ।
ମୋର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ। ତାହାଙ୍କଠାରୁ ମୋର ପରିତାଣ ଆସେ। କେବଳ ସେ ମୋର ଶୈଳ ଓ ପରିତାଣ। ସେ ମୋର ଉଚ୍ଚ ଦୁର୍ଗ। ମୁଁ ଅତିଶୟ ବିଚଳିତ ନହିବି। ନଈ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମେ ସମସ୍ତେ କେତେ କାଳ ଲାଗିଥିବ? ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି। ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ। ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ ଶାପ ଦିଅନ୍ତି। ଏହି 62ଟି ପର୍ବରେ ଆମେ ଜଣେ ବ୍ୟକ୍ତିଙ୍କୁ ଦେଖୁ ଯେ କି ଈଶ୍ୱରଙ୍କ ନିକଟରେ ତାହାଙ୍କର ଗତି ସମର୍ପଣ କରିଅଛନ୍ତି ଓ ଜୀବନର ସମସ୍ତ ଝଡ଼ଝଞ୍ଝା, ଚାପ ଓ ଘାତ ପ୍ରତିଘାତ ସତ୍ତ୍ୱେ ମଧ୍ୟ ତହିଁ ଉପରେ ଜୟଯୁକ୍ତ ଜୀବନଯାପନ କରୁଅଛନ୍ତି। ଆଉ ଯେତେବେଳେ ଆମେ ଏହି ଗୀତଟିକୁ ଅଧ୍ୟୟନ କରିବାକୁ ଯାଉଅଛୁ, ଯାହାକି ଏହିପରି ଏକ ଅନ୍ଧକାର ସମୟ ଓ ପରୀକ୍ଷା ଓ ବିଫଳତା ସମୟ ମଧ୍ୟ ଦେଇ ତାହାଙ୍କ ହୃଦୟ ମଧ୍ୟରୁ ବାହାରି ଆସିଅଛି, ତହିଁରେ ଏକ ନିରୁତ୍ସାହଜନକ ଶବ୍ଦ ବା ହତାଶାର କୌଣସି ବିଷୟ ବା ଭୟର ବା ତିକ୍ତତାର ବିଷୟକୁ ଆମେ ଦେଖିବାକୁ ପାରିବା ନାହିଁ। ତେବେ ନିଃସନ୍ଦେହରେ କୁହାଯାଇପାରେ ଯେ ସେହି ସମୟରେ ଦାଉଦଙ୍କର ଚତୁଃପାର୍ଶ୍ୱରେ ଯେଉଁ ଧର୍ମୋନ୍ମତ୍ତ ବ୍ୟକ୍ତିମାନେ ଘେରି ରହିଥିଲେ, ଯେଉଁମାନେ କହୁଥିଲେ କି ସେ ତାହାଙ୍କର ବିଶ୍ୱାସରେ ସ୍ଥିର ରହିଥିଲେ, କାରଣ ସେ ଈଶ୍ୱରଙ୍କର ଅଭିଷିକ୍ତ ବ୍ୟକ୍ତି ଥିଲେ, ଆଉ ଈଶ୍ୱର ଏହି ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ କରିବା ଉଚିତ। କିନ୍ତୁ ଦାଉଦ ସେପରି କହିଲେ ନାହିଁ। ସେ କହିଲେ ଯେ ତାହାଙ୍କର ଜୀବନ ଈଶ୍ୱରଙ୍କ ହସ୍ତରେ ଅଛି। ଆଉ ଯାହା ଜଣାଯାଏ ସେ ଅତି ଉତ୍ତମ ଜୀବନଯାପନ କରୁଥିଲେ। ତେଣୁକରି ସେ ମନୁଷ୍ୟର କୌଣସି ଚିତ୍ତ ପ୍ରବୋଧକ ବାକ୍ୟ ପ୍ରତି କର୍ଣ୍ଣ ନ ଦେଇ ଈଶ୍ୱରଙ୍କଠାରେ ବିଶ୍ୱାସରେ ସ୍ଥିର ରହିଲେ। ପ୍ରକୃତରେ ଏହା ଏକ ଈଶ୍ୱରଦତ୍ତ ବିଶ୍ୱାସ ଥିଲା। ମନୁଷ୍ୟମାନେ ଯାହାକୁ ପରାଜୟର ବିଷୟ ବୋଲି କହୁଥିଲେ, ଦାଉଦଙ୍କ ପ୍ରତି ତାହା ଥିଲା ଏକ ବିଶ୍ୱାସର ପରୀକ୍ଷା। ତଥାପି ଏହା ତାହାଙ୍କ ନିମନ୍ତେ ଏକ ବିଜୟର ବିଷୟ ପରି ଥିଲା। ଦାଉଦ ବିଶ୍ୱାସର ସହିତ ଅପେକ୍ଷା କରିଥିଲେ, କାରଣ ସେ ଜାଣିଥିଲେ ତାଙ୍କର ଜୀବନ ଈଶ୍ୱରଙ୍କ ହସ୍ତରେ ଓ ତାହାଙ୍କର ପରିତାଣ ତାହାଙ୍କଠାରୁ ଆସେ। ତେଣୁ ସେ ସେହି ଅନ୍ଧକାର ମଧ୍ୟରେ ବିଶ୍ୱାସର ସହିତ ଗମନ କରିଥିଲେ। ଏହାପରେ 62ଟି ପର୍ବର 2 ପଦରେ ଆମେ ଦେଖୁ ଯେ ସାଦୋକ ମହାଯାଜକ ଦାଉଦଙ୍କ ସହିତ ଯିବା ପାଇଁ ବାହାରି ଆସିଲେ। ସେ ବିଶ୍ୱସ୍ତ ଥିଲେ, ଆଉ ସେ ନିୟମ ସିନ୍ଦୁକ ଆଣିଲେ, ଯାହାକି ଇସ୍ରାଏଲୀୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ସ୍ୱରୂପ ଥିଲା। ଆଉ ସେ ଦାଉଦଙ୍କର ଅନୁସରଣ କରୁଥିଲେ। ଯେତେବେଳେ କି ଦାଉଦ ପଛକୁ ଅନାଇ ନିୟମ ସିନ୍ଦୁକକୁ ଦେଖି ସାଦୋକଙ୍କୁ କହିଲେ ଏହାକୁ ନଗର ମଧ୍ୟକୁ ଫେରାଇ ନେବା ପାଇଁ, କାରଣ ସେ ସାଦୋକକୁ କହିଲେ, ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ। ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ। ମାତ୍ର ତୁମ୍ଭଠାରେ ଆମର ସନ୍ତୋଷ ନାହିଁ। ଯେବେ ସେ ଏପରି କହିବେ, ତେବେ ଦେଖ ମୁଁ ଉପସ୍ଥିତ ଅଛି। ଯାହା ତାଙ୍କୁ ଭଲ ଦିଶେ ତାହା ସେ ମୋ ପ୍ରତି କରନ୍ତୁ। ଯାହାକି 2 ସାମୁଏଲ 15 ପର୍ବର 25-26 ପଦ ମଧ୍ୟରେ ଲେଖା ଅଛି। ତେବେ ସେ ଈଶ୍ୱରଙ୍କୁ କୌଣସି ବିଷୟ ସାଧନ କରିବାକୁ ବାଧ୍ୟ କରନ୍ତି ନାହିଁ, ମାତ୍ର ଈଶ୍ୱରଙ୍କର ଅଭିମତକୁ ମାନି ନିଅନ୍ତି। ସେ ଯାହା କିଛି ହେଉନା କାହିଁକି, ମାତ୍ର ସେ ତାହାଙ୍କର ଇଚ୍ଛା ଉପରେ ନିଜକୁ ସମର୍ପି ଦିଅନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଦାଉଦ କହିବାକୁ ଚାହାନ୍ତି, ଯଦି ଈଶ୍ୱର ତାହାଙ୍କୁ ଜେରୁସାଲେମକୁ ଆଣିବାକୁ ଚାହାନ୍ତି, ତାହେଲେ ସେ ତାହାଙ୍କୁ କଢ଼ାଇ ଆଣିବେ। ଯଦି ନାହିଁ, ତାହେଲେ ତାହାଙ୍କର ଯାହା ଇଚ୍ଛା ତାହା ସେ ସାଧନ କରନ୍ତୁ, କାରଣ ସବୁକିଛି ତାହାଙ୍କ ହାତରେ। ଏହାପରେ 3 ପଦରେ ଆମେ ଦେଖୁ ଯେ ଦାଉଦ ସେମାନଙ୍କୁ କହନ୍ତି ଯେ ସେମାନେ ନଈ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ ଜଣେ ମନୁଷ୍ୟକୁ ବଧ କରିବା ନିମନ୍ତେ ଲାଗିପଡ଼ିଛନ୍ତି। ସେ କହନ୍ତି, ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମେ ସମସ୍ତେ କେତେ କାଳ ଲାଗିଥିବ? ଏଠାରେ ସେ ମଫିବୋଶତର ଦାସ ଶିବ ବିଷୟ ନେଇ ଚିନ୍ତା କରୁଅଛନ୍ତି, ଯେ କି ଏକ ଜଘନ୍ୟ ବିଷୟ କରିଥିଲା, ଯଦ୍ୱାରା କି ସେ ଦାଉଦଙ୍କର ସନ୍ତୋଷ ପାତ୍ର ହେବ ବୋଲି ଭାବିଥିଲା, କାରଣ ସେ କହିଲା ତାହାର ମୁନିବ ତାହାକୁ ପରିତ୍ୟାଗ କରିଅଛି ବୋଲି, ଯାହାକି ସତ୍ୟ ନଥିଲା। ତାପରେ ସେ ଅହିଥୋପଲ ବିଷୟରେ ଚିନ୍ତା କରନ୍ତି, ଯେ କି ତାଙ୍କର ସବୁଠାରୁ ଅତି ଉତ୍ତମ ବନ୍ଧୁ ଥିଲେ ଓ ତାହାଙ୍କର ପରାମର୍ଶଦାତାମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ଥିଲେ। ଦାଉଦଙ୍କର ଅନ୍ଧକାରମୟ ସମୟରେ ସେ ଦାଉଦଙ୍କୁ ପରିତ୍ୟାଗ କରି ଅନ୍ୟ ପାର୍ଶ୍ୱକୁ ଚାଲିଗଲେ। ଏଠାରେ ଦାଉଦ ସେହି ଶିବ ଓ ଅହିଥୋପଲଙ୍କର ପ୍ରତାରଣାପୂର୍ଣ୍ଣ ଜୀବନକୁ ଲକ୍ଷ୍ୟ କରି ଭାବାଣୀ ଆକାରରେ ଇସ୍କାରିଓତ ଜିହୁଦାକୁ ଉପସ୍ଥାପିତ କରନ୍ତି, ଯେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲା। କିନ୍ତୁ ଏଠାରେ ଐତିହାସିକ ଦୃଷ୍ଟିକୋଣରୁ ନେଇ ଚିନ୍ତା କଲେ ଏହା ଦାଉଦଙ୍କର ସେହି ସମୟର ପରିସ୍ଥିତିକୁ ପ୍ରକାଶ କରେ, ଯେଉଁ ସମୟରେ କି ସେ ତାଙ୍କର ଅତି ପ୍ରିୟ ବନ୍ଧୁ ଓ ବିଶ୍ୱସ୍ତ ସେବକମାନଙ୍କ ଦ୍ୱାରା ପ୍ରତାରିତ ହେଲେ। ମାତ୍ର ତଥାପି ଦାଉଦ ଈଶ୍ୱରଙ୍କ ହସ୍ତରେ ନିଜକୁ ସମର୍ପଣ କରି ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହିଥିଲେ। ତେବେ ଦାଉଦ କହନ୍ତି ଯେ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଏକ ମହାଜନତା ପ୍ରାଚୀର ଭାଙ୍ଗି ତାହାଙ୍କ ଉପରକୁ ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି। କିନ୍ତୁ ସେ କହନ୍ତି, ଏହା ଯଦି ଈଶ୍ୱରଙ୍କ ଇଚ୍ଛା ତାହେଲେ ଠିକ୍ ଅଛି। ଏହାପରେ 4 ପଦରେ ଆମେ ଲକ୍ଷ୍ୟ କରୁଛୁ
ଯେ ସେତେବେଳେ ସରୁୟାର ପୁତ୍ର ଅବିଷୟ ରାଜାଙ୍କୁ କହିଲା, ଏ ମଲା କୁକୁରଟା କାହିଁକି ମୋ ପ୍ରଭୁ ମହାରାଜଙ୍କୁ ଶାପ ଦେବ? ଅନୁମତି ଦିଅନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ। ତେବେ ରାଜା କହିଲେ, ହେ ସରୁୟାର ପୁତ୍ରମାନେ, ତୁମାନଙ୍କ ସଙ୍ଗେ ମୋର କି କଥା? ସେ ତ ଶାପ ଦେଉଅଛି, ପୁଣି ଦାଉଦକୁ ଶାପ ଦିଅ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି। ଏଥିପାଇଁ କିଏ କହିବ ତୁମେ କାହିଁକି ଏପରି କଲ? ପ୍ରିୟ ବନ୍ଧୁ, ଆପଣ ଯଦି ଧର୍ମଶାସ୍ତ୍ର ମଧ୍ୟରୁ ଏହି ବିଷୟ ନେଇ କିଛି ଦୃଷ୍ଟାନ୍ତ ଚାହାନ୍ତି, ତାହେଲେ ଦେଖନ୍ତୁ ରୋମିଓ 12 ପର୍ବର 19 ପଦରେ ଏପରି ଲେଖା ଅଛି, ହେ ପ୍ରିୟମାନେ, ତୁମମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ। କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ତେଣୁକରି ଦାଉଦ ତାଙ୍କର ସେନାପତିଙ୍କୁ କହୁଛନ୍ତି, ସେ ତ ଶାପ ଦେଉଅଛି, ପୁଣି ଦାଉଦକୁ ଶାପ ଦିଅ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି। ଏଥିପାଇଁ କିଏ କହିବ ତୁମେ କାହିଁକି ଏପରି କଲ? ଅନ୍ୟ ଅର୍ଥରେ କହିବାକୁ ଗଲେ ଦାଉଦ ତାହାଙ୍କର ସେନାପତିଙ୍କୁ କହନ୍ତି, ଈଶ୍ୱର ତାହାଙ୍କୁ ମୋତେ ଅଭିଶାପ ଦେବା ପାଇଁ ଅନୁମତି ଦେଇଅଛନ୍ତି, ତେଣୁ ମୋତେ ଅଭିଶାପ ଦେବା ପାଇଁ ତାଙ୍କୁ ଛାଡ଼ିଦିଅ। ପ୍ରିୟ ବନ୍ଧୁ, ଆପଣ କେବେ ଏହି ବିଷୟ ଚିନ୍ତା କରିଅଛନ୍ତି ଯେ ଈଶ୍ୱର ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଅଭିମତ ନିମନ୍ତେ କେତେକ ଶତ୍ରୁମାନଙ୍କୁ ଆପଣଙ୍କୁ ପରୀକ୍ଷା କରିବା ନିମନ୍ତେ ଆପଣଙ୍କ ବିରୁଦ୍ଧରେ ଉଠାନ୍ତି, ଯେପରି ଆପଣ ଜଣେ ଉତ୍ତମ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇପାରନ୍ତି? ତେଣୁ ଶତ୍ରୁମାନଙ୍କ ସମ୍ମୁଖରେ ବା ଜଟିଳ ପରିସ୍ଥିତି ମଧ୍ୟରେ କେବେ ହେଲେ ବିଚଳିତ ହୁଅନ୍ତୁ ନାହିଁ, ଯାହାକି ଈଶ୍ୱର ଆପଣଙ୍କର ପଥରେ ବାଧା ଦେବା ନିମନ୍ତେ ଅନୁମତି ଦେଇଥାନ୍ତି, କିନ୍ତୁ ସେ ଆପଣଙ୍କ ପ୍ରତି କଠିନ ନୁହନ୍ତି। ଆମେ ଯଦି ଏହିପରି ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର କରିବା, ତାହେଲେ ଆମେ କେବେ ହେଲେ ଭାଙ୍ଗି ପଡ଼ିବା ନାହିଁ। ଦେଖନ୍ତୁ, ଦାଉଦ ଯେତେବେଳେ ସିଂହାସନର ଅଧିକାରୀ ଥିଲେ, ସେତେବେଳେ ସିମି ତାହାଙ୍କ ନିକଟରେ ନତମସ୍ତକ ହୋଇଥିଲା। ମାତ୍ର ଯେତେବେଳେ ଦାଉଦ କ୍ଷମତାରୁ ଓହରିଗଲେ, ସେତେବେଳେ ସିମି ତାର ହୃଦୟର ତିକ୍ତତା ଦାଉଦଙ୍କ ପ୍ରତି ପ୍ରକାଶ କରି ତାହାଙ୍କୁ ଶାପ ଦେଲା। ମାତ୍ର ଦାଉଦ ତାହା ସହ୍ୟ କରି ପ୍ରଭୁଙ୍କ ହସ୍ତରେ ଆପଣଙ୍କୁ ସମର୍ପଣ କରିଥିଲେ, ଯାହାକି 2 ସାମୁଏଲ 16 ପର୍ବର 9 ପଦରୁ 10 ପଦ ମଧ୍ୟରେ ଲେଖା ଅଛି। ପ୍ରିୟ ବନ୍ଧୁ, ଅନେକ ସମୟରେ ପ୍ରଭୁ ଏକ ମହାନ ଉଦ୍ଦେଶ୍ୟ ନେଇ ଆପଣଙ୍କୁ ପରୀକ୍ଷା କରିବା ପାଇଁ ଶତ୍ରୁର ସମ୍ମୁଖୀନ କରାଇଥାନ୍ତି, ଯେପରି ଆପଣ ଏକ ଉତ୍ତମ ବିଶ୍ୱାସୀ ହୋଇପାରନ୍ତି। ତେଣୁ ଆସ, ଜୀବନର ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ସମସ୍ୟାରେ ଆମେ ପ୍ରଭୁଙ୍କ ଉପରେ ନିର୍ଭର କଲେ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହୋଇ ସମସ୍ତ ଉତ୍ଥାନ ଓ ପତନ ମଧ୍ୟ ଦେଇ ଆମମାନଙ୍କୁ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।